ଜୟଗୁରୁ ଯୋଗ ସାଧନ କ୍ରାଟକ ଯୋଗର ଶକ୍ତି। ଦିନେ ଅପରାହ୍ନରେ ସୁମେର ଦାସଜୀଙ୍କ ସହିତ ନିଗମାନନ୍ଦ ଭ୍ରମଣ କରିବାକୁ ଯାଇ ଅକସ୍ମାତ୍ ସମ୍ମୁଖରେ ଗୋଟିଏ ବିରାଟକାୟ ବ୍ୟାଘ୍ର ଦେଖି ଭୟରେ କାତର ହୋଇ ପଡ଼ିଲେ। ସଙ୍ଗେ ସଙ୍ଗେ ସୁମେର ଦାସଜୀ ବ୍ୟାଘ୍ର ଚକ୍ଷୁରେ ନିଜର ଦୃଷ୍ଟି ସ୍ଥାପନ କରିବା ମାତ୍ରେ ବ୍ୟାଘ୍ର ଭୟରେ ସ୍ତମ୍ଭିତ ହୋଇଗଲା। ବ୍ୟାଘ୍ର ଉପରୁ ସୁମେର ଦାସଜୀଙ୍କର ଦୃଷ୍ଟି ଅପସୃତ ହେବା ମାତ୍ରେ ବ୍ୟାଘ୍ରଟି ଦ୍ରୁତ ଗତିରେ ପଳାୟନ କଲା। ନିଗମାନନ୍ଦ ବିସ୍ମିତ ହୋଇ ପଚାରିଲେ, ଏହାକୁ କି ଯୋଗ କହନ୍ତି? ଏହା କ୍ରାକଟ ଯୋଗ। ଏହା କ୍ରାଟକ ଯୋଗ ବୋଲି କହି ସୁମେର ଦାସଜୀ ନିଗମାନନ୍ଦକୁ କ୍ରାଟକ ଯୋଗ ସମ୍ବନ୍ଧୀୟ ଉପଦେଶ ପ୍ରଦାନ କଲେ ଏବଂ ଏହି କ୍ରାଟକ ଯୋଗର କୌଶଳ ଶିକ୍ଷା ଦେଇ କହିଲେ ଯେ, ମନୁଷ୍ୟ ଭିତରେ ସମସ୍ତ ଶକ୍ତି ବିଦ୍ୟମାନ। ଟିକିଏ ଜାଗ୍ରତ କରିପାରିଲେ ମନୁଷ୍ୟ ସମସ୍ତ ପୃଥିବୀ କରାୟତ୍ତ କରିପାରେ। ସୁମେର ଦାସଙ୍କ ପରିଚୟ। ପ୍ରାରବ୍ଧ ମନୁଷ୍ୟକୁ କର୍ମରେ ପ୍ରବୃତ୍ତ କରାଏ, କିନ୍ତୁ ମନୁଷ୍ୟ ତାହା ବୁଝିପାରେ ନାହିଁ। ନିଗମାନନ୍ଦ ବନଶୋଭା ଦର୍ଶନ କରିବାକୁ ଆସିଥିଲେ, କିନ୍ତୁ ପ୍ରକୃତ ପକ୍ଷରେ ପ୍ରାରବ୍ଧ ତାଙ୍କୁ ସୁମେର ଦାସଙ୍କ ନିକଟକୁ ନେଇ ଆସିଲା। ସୁମେର ଦାସଙ୍କର ମଧ୍ୟ ଏହିପରି ଭାବରେ ସାଧୁତ୍ୱର ବିକାଶ ହୋଇଥିଲା। ପୂର୍ବରୁ ତାଙ୍କର ସାଧୁ ହେବାର ଇଚ୍ଛା ନ ଥିଲା। ସୁମେର ଦାସ ଦିନେ ଗଳ୍ପ ଛଳରେ ନିଗମାନନ୍ଦଙ୍କୁ କହିଲେ ଯେ ପଞ୍ଜାବ କେଶରୀ ରଣକିତ୍ ସିଂହଙ୍କର ସଭାସଦ୍ ଥିଲେ। ରଣଜିତ୍ ମୃତ୍ୟୁ ପରେ ଦିଲ୍ଲୀପ ସିଂହ ଦ୍ୱିତୀୟ ସିକ୍ସମରେ ପରାଜିତ ହେଲେ। ସୁମେର ଦାସ ଦିଲ୍ଲୀପଙ୍କ ସଙ୍ଗରେ ବିଲାତ କଲେ। ନାନା କାରଣରୁ ବିରକ୍ତ ହୋଇ ସେ ଦିଲ୍ଲୀପ ସିଂହଙ୍କୁ ଛାଡ଼ି ଆସି ୟୁରୋପୀ ବହୁ ସ୍ଥାନ ଭ୍ରମଣ କରି ରୁଷିଆ ଦେଶରେ ପହଞ୍ଚିଲେ। ତାପରେ ଚୀନ ଦେଶର ନାନା ସ୍ଥାନ ଭ୍ରମଣ କରି ଶେଷରେ ଯାଇ ତିବ୍ବତରେ ଅବସ୍ଥାନ କଲେ। ଏହିଠାରେ ଥିବା ସମୟରେ ଜଣେ ଯୋଗୀ ତାଙ୍କୁ ଆକର୍ଷଣ କରି ନେଇଗଲେ। ତାଙ୍କ କୃପାରୁ ସୁମେର ଦାସଜୀ ଯୋଗସିଦ୍ଧ ହୋଇ ପୂର୍ବୋକ୍ତ ଗୁହାରେ ରକ୍ଷିତ ସନାତନ ଧର୍ମଶାସ୍ତ୍ର ସମୂହର ରକ୍ଷକ ହୋଇ ରହିଲେ। ସଭାସଦ୍ ଥିଲାବେଳେ ତାଙ୍କର ନାମ ଥିଲା କୁଥମିଲାଲ ସିଂହ। ଯୋଗସିଦ୍ଧ ପରେ ସେ ସ୍ୱାମୀ ସୁମେର ଦାସଜୀ ନାମରେ ପରିଚିତ ହେଲେ। ପ୍ରସଙ୍ଗକ୍ରମେ ଆଉ ଦିନେ ସୁମେର ଦାସଜୀ ପ୍ରକାଶ କଲେ ଯେ, ଭାରତର ଥିଓସଫିକାଲ ସୋସାଇଟି ସହିତ ମଧ୍ୟ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଛି। ଏହି ସୋସାଇଟିର ପ୍ରତିଷ୍ଠାତା ମ୍ୟାଡାମ ବ୍ଲାଭାଟସ୍କି ଜାହାଜରେ ଯାଉଥିବା ବେଳେ ଦିନେ ସୁମେର ଦାସଜୀ କୌଣସି ଆଧ୍ୟାତ୍ମିକ କାରଣବଶତଃ ତାଙ୍କୁ ସୂକ୍ଷ୍ମ ଭାବରେ ସାକ୍ଷାତ କରି ତାଙ୍କର ମତ ପରିବର୍ତ୍ତନ କରାଇଥିଲେ ଓ ତାଙ୍କୁ ଭାରତକୁ ଅଣାଇଥିଲେ। ତାଙ୍କର ପ୍ରେରଣାରେ ମ୍ୟାଡାମ ୟୁରୋପରେ ଭାରତର ଆଧ୍ୟାତ୍ମ ସମ୍ପଦ ବିଷୟରେ ପ୍ରଚାର କଲେ। ବର୍ତ୍ତମାନ ନିଗମାନନ୍ଦ ଜାଣିଲେ ଯେ, ବ୍ଲାଭାଟସ୍କି ସୁମେର ଦାସଜୀଙ୍କର ଶିଷ୍ୟ, ସୁତରାଂ ତାଙ୍କର ଗୁରୁଭଗ୍ନୀ। ଜୟଗୁରୁ।